single drop, all the accused persons have not consumed ଏଇଟା ମୁଁ 100% ସିଓର। ଆଉ ଆଉ ଯେଉଁମାନେ ଏଇ ଯେଉଁ ତାଙ୍କର ବୁଲେଇ ବାଲେଇକିରି କୋଶ୍ଚିନ୍ କରିକିରି ଆଣୁଛନ୍ତି ଯେ ମାନେ ସେମାନେ କନଜ୍ୟୁମ୍ କରିଥିଲେ ଲିକର ବୋଲି, ଦ୍ୟାଟ୍ ଇଜ୍ ଦି ଆଉଟ୍ ଅଫ୍ ଦି କୋର୍ସ ଅଫ୍ ଦିସ୍ ଇନଭେଷ୍ଟିଗେସନ୍। ଯେଉଁମାନେ ବ୍ୟାକ୍ ସାଇଡ଼୍ରେ ବି ଥିବେ ଥାଆନ୍ତୁ ନା କାହିଁକି, police is doing proper investigation। ଆଉ ଏଥିରେ ସଚିନ ହଉ କି ରାହୁଲ ହଉ କି ଶିବା ହଉ କି ବବଲୁ ହଉ, nobody will be free from the justice। ଏଇଟା ମୁଁ ମାନେ ଦୃଢ଼ୋକ୍ତିର ବି ଏ କଥା ବି କହିଦେଉଛି। ଆଉ ଯେଥିରେ ଯାହାର ବି ଏଥିରେ ଲିଙ୍କ ଆସିବ କାହାକୁ ବି ଛଡ଼ାଯିବ ନାହିଁ। ବିଏନ୍ଏସ୍ରେ ହେଇଯାଇଛି ଲାଇଫର ଯେଉଁ ବାବୁମାନେ ସବୁ ଭାବୁନ, ଏ ଯେଉଁ ଲାଇଫର ମାନେ 12 ବର୍ଷ ପରେ 14 ବର୍ଷ ପରେ 15 ବର୍ଷ ପରେ ବାହାରିବ, ଆଉ ନାହିଁ ସକାଳ ପଖାଳ, ପୁରା ଡେଡ୍ ବଡି ସେଇଠୁ ବାହାରିବ। ରେଡି ଇଜ୍ ଟୁ ଫେସ୍ ଦି କନସିକ୍ୱେନ୍ସେସ୍। ଯେଉଁ କହୁଛନ୍ତି ଯାଉଛି ରାହୁଲ ମଦୁଆ ଥିଲା ବୋଲି, ସେ ମଦ ପିଇ ନଥିଲା ସେଦିନ, ସେଇଟା ମୁଁ ଦୃଢ଼ୋକ୍ତିର ଭାବରେ କହୁଛି। ଆଉ ୱିଥ୍ ସର୍ଟନ୍ ଡକ୍ୟୁମେଣ୍ଟସ୍ ଉପରେ ହିଁ କହୁଛି। ୟୁଟ୍ୟୁବର ରାହୁଲ ମହାରାଣାଙ୍କ ହତ୍ୟାକୁ 11 ଦିନ ବିତିଗଲାଣି, କିନ୍ତୁ ଗୋଟେ ପଟେ ପରିବାର ଲୋକ ଅଭିଯୋଗ କରୁଛନ୍ତି ଆମର ନ୍ୟାୟ ଉପରେ ଭରସା ନାହିଁ, ଆମକୁ ନ୍ୟାୟ ମିଳିପାରୁନାହିଁ। ଗୋଟେ ପଟେ ପୁଲିସ 3 ଜଣକୁ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ କହୁଛି ପୂର୍ବ ଶତ୍ରୁତା ନଥିଲା, ଇଏ ହଉଛି ସାମାନ୍ୟ ବଚସାରୁ ହେଇଥିଲା ହତ୍ୟାକାଣ୍ଡ। କିନ୍ତୁ ये घटना संपर्क में आम विभिन्न चर्चा आलोचना करुचु, किंतु सेपटे यूट्यूबर मानकर गोटे पक्षर आम देखा यूट्यूबर माने चाहते केमिति राहुल महाराणा को न्याय मिलू, जे तांको पत्नी जो अभियोग करुचंती 3 मासर विवाह करथिले पत्नी जने एबे अभियोग करुचंती न्याय उपरे मोर भरोसा नाही। आमे आसिकी पहुंचीचु राहुल महाराणा को आईनजीबी अछंती, जो उच्च न्यायालय आईनजीबी वरिष्ठ आईनजीबी निहार रंजन ओझा आम सहित अच्छा, आम आलोचना करवा। सर 11 दिन बीतीगला राहुल महाराणा हत्या। मो ना निहार रंजन ओझा, मो एडवोकेट अच्छी। आज्ञा कौन कहवा माने माने जतिकी हृदयर वेदना से कष्ट जी अनुभव कर मु भी आज ए कंडक्टिंग एडवोकेट आई हैव फाइल्ड स्पेशल पावर बिफोर द ऑनरेबल जेएमएफसी 2 कोर्ट रे already I have filed special power on behalf of the informant। आउ जेतिक दिन मु आज तो 11 आउ से कोह वेदना भरा कथा मु भी तांको साथरे समस्त साथरे बसी जमती कौन घटना होता आउ कौन केमती सिचुएशन हैला, कहीं एत बड़ घटना घटीगला एवं समस्त साथी मु पुंखानुपुंख भाव भी आलोचना भी करुच्ची। आउ कला बेलू देखला बेलू से जो 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 समस्ते कहते मीडिया रे भी मु भी देखुची जे हूँ पूर्व शत्रुता को लेकिरी एटा हेइची बोली, से पार्ट रो इन्वेस्टिगेशन टा पुलिस ऑलरेडी अंडर इन्वेस्टिगेशन रे अच्छी। ता छड़ा एटा ए जो सिचुएशन टा हेइची तार माने केते माने इमाने समस्त जो कहते जो राहुल मदुआ थिला बोली, से मद पी नथिला से दिन, सेटा मु दृढ़ोक्तिर भाव कहूँ। आउ विथ सर्टन डॉक्यूमेंट्स उपरे ही कहूँ। आउ आपण माने जो माने आसिकरी कहउचंती मद खाई के मरीगला, एउडाक डोंट प्ले एनी फाउल प्ले। दिस इज द लॉ इज ए लॉजिक, you have to understand the logic। आउ लॉजिक भीतर को न जाइकरी जो माने सुपर एडिशन बा सुपर थॉट करी एवडा सब चलैछंती, सेउडा को भी मो कहि दउची, सेउडा को भी आमे केही भी बर्दाश्त करिवो नाही। एवं आउ एज पर द इन्वेस्टिगेशन जहाँ प्रोग्रेस अच्छी परफेक्टली इन्वेस्टिगेशन होची। आउ पुलिस आईआईसी आमर मंचेश्वर पुलिस स्टेशन he is very competent about the murder cases and other similar type of cases।
ଆଉ ଏଥିରେ 27 ଏଭିଡେନ୍ସ ଆକ୍ଟରେ ତାର ନାଇଫ୍ଟିକୁ ସେଇ ଯେଉଁ ଫୁଲ ଗଛ ତଳେ ରଖିଥିଲା ନେଇକିରି ଲୁଚେଇକିରି ସେ ଭଡ଼ା ଘରେ ସେ ଯେଉଁ ମିଲିଟାରୀ ଲୋକର ଭଡ଼ା ଘରେ ଦ୍ୟାଟ୍ ଅଲରେଡି ବିନ୍ ରିକଭର୍ଡ ଫ୍ରମ୍ ଦି ପଜେସନ୍ ଅଫ୍ ଦି ଆକ୍ୟୁଜ୍ ପର୍ସନ୍ସ। ଆଉ ତା ଛଡ଼ା ଆଉ ଇନଭେଷ୍ଟିଗେସନ୍ ଅଣ୍ଡର ପ୍ରୋଗ୍ରେସ୍ ଅଛି। ଆଉ କିଛିଟା ଜିନିଷ ଅଛି ଆଜି ମୁଁ ଯେହେତୁ ଅଣ୍ଡର ଇନଭେଷ୍ଟିଗେସନ୍ ଅଛି ମୁଁ ବେଶୀ ପ୍ରକାଶ କରିବା ପାଇଁ ଚାହୁଁନାହିଁ। ସାର୍ ଗୋଟେ କଥା ହଉଛି ଦୁଇଟି କଥା ଆସୁଛି ଜଣେ ପ୍ରତ୍ୟକ୍ଷଦର୍ଶୀ ଗୋଟେ କଥା କହୁଛନ୍ତି ଆଉ ଗୋଟେ କଥା ପୋଲିସ କହୁଛି କଥା କଟାକଟି ହେଇଥିଲା କଥା ହେଇ ଯାଉଥିଲେ ଭାଷା ଅଭାଷା ଭାଷା କହୁଥିଲେ ସେଥିପାଇଁ ତାଙ୍କ ଭିତରେ ଝଗଡ଼ା ହେଲା। ଏପଟେ ପ୍ରତ୍ୟକ୍ଷଦର୍ଶୀ ଶିବା ଚମ୍ପତି ସଚିନ କହୁଛନ୍ତି ଯେ କାଚ ଭାଙ୍ଗିଲା ସେଇଠୁ ଆମେ ପଚାରିବାରୁ ଏ ଘଟଣା ହେଇଥିଲା। ଏ ଦୁଇଟି ଘଟଣାକୁ ଆପଣ କେମିତି ଦେଖୁଛନ୍ତି କୋଉ ଘଟଣାଟା ସତ୍ୟାସତ୍ୟ ଅଛି? ଆଜ୍ଞା ଶୁଣନ୍ତୁ, ମୁଁ ସେଇ ଉପରେ ଆପଣ ଯେଉଁ କଥାଟି କହିଲେ ଯେ ଶିବାର କଥା, ଶିବା ସେଦିନ ସ୍ପଟରେ ଥିଲା, ଆଉ ରାହୁଲ ବି ଥିଲା, ସଚିନ ବି ଥିଲା, ବବୁଲ ବି ଥିଲା ଏବଂ ଯେଉଁ ଶିବା ସେତିକିବେଳେ ତାର ଫୋନରେ ତା ନିଜ ଫୋନରେ ସେ ତାର ବିଜନେସ୍ ମ୍ୟାଟରରେ କାହା ସାଥିରେ ଗୋଟେ ବଡ଼ ଜୋରରେ କଥା ହେଉଥିଲା। ଆଉ କଥା ହେଲା ବେଳେ ସେତେବେଳେ ସେ ଫୋନରେ ସେ କ'ଣ ଫୋନରେ ହିଁ ସେ ଯାହା ସାଥିରେ କଥା ହେଉଥିଲା ତା ସେଥିରେ ଟିକେ କ'ଣ ଲାଙ୍ଗୁଏଜରେ ଟିକେ ଦେଇକିରି କଥା ହେଇଛି। ପର ମୁହୂର୍ତ୍ତରେ ସେ କାଚର ସାଉଣ୍ଡ ଶୁଣିଲା। କାଚର ସାଉଣ୍ଡ ଶୁଣିଲା ପରେ ତାପରେ ଯାଇକି ପଚାରିଛି ଯେ ହେଉଛି ଏଠି ଆମର ପିଲାମାନେ କ୍ରିକେଟ ଖେଳୁଛନ୍ତି, ଆମେ ବି ଆସିକିରି ଏଠି କ୍ରିକେଟ ଖେଳୁଛୁ, ଆଉ ସେମାନେ ସେଠି ବସିଥିଲେ ହୋଲି କେମିତି ଭଲରେ ସାଙ୍ଗମାନଙ୍କ ଭିତରେ ପାଳନ କରାଯିବ ସେଇ ବିଷୟରେ ଆଲୋଚନା କରୁଥିଲେ। ସେ ଟୋଟାଲି ନଟ୍ ଏ ସିଙ୍ଗଲ ଡ୍ରପ୍ all the accused persons have not consumed ଏଇଟା ମୁଁ 100% ସିଓର। ଆଉ ଆଉ ଯେଉଁମାନେ ଏଇ ଯେଉଁ ତାଙ୍କର ବୁଲେଇ ବାଲେଇକିରି କୋଶ୍ଚିନ୍ କରିକିରି ଆଣୁଛନ୍ତି ଯେ ମାନେ ସେମାନେ କନଜ୍ୟୁମ୍ କରିଥିଲେ ଲିକର ବୋଲି, ଦ୍ୟାଟ୍ ଇଜ୍ ଦି ଆଉଟ୍ ଅଫ୍ ଦି କୋର୍ସ ଅଫ୍ ଦି ଇନଭେଷ୍ଟିଗେସନ୍। ଆମେ ଦେଖିଲୁ ସେ ସ୍ପଟରେ ଯେତେବେଳେ ସାଇଣ୍ଟିଫିକ ଟିମ୍ ଗଲେ ସେତେବେଳେ କିଛି ମଦ ଗ୍ଲାସ୍ ଆଉ ମଦ ବି ମଧ୍ୟ ସେ ଜାଗାରେ ପଡ଼ି ରହିଥିଲା। ତ ତାର କିଛି ପୋଲିସ ତଦନ୍ତ କଲାଣି କି? ଯେଉଁ ସେଇ ଯେଉଁ ଦାଦା ପୁତୁରା ଆଉ ସେଇ ଯେଉଁ 3 ଜଣ ତ ଏଥିରେ ଆରେଷ୍ଟ ହେଇଛନ୍ତି, ସେମାନେ ଡ୍ରିଙ୍କ କରୁଥିଲେ ବା ସେମାନେ ଡ୍ରିଙ୍କ କରୁଥିଲେ କି କ'ଣ କରୁଥିଲେ ସେଇଟା ବି ଅଣ୍ଡର ଇନଭେଷ୍ଟିଗେସନ୍ ଅଛି। ତାଙ୍କ ଭିତରୁ କିଏ ଡ୍ରିଙ୍କ କରିଥିଲା ସେଇଟା ବି ଅଣ୍ଡର ଇନଭେଷ୍ଟିଗେସନ୍ ଅଛି। ଆଉ ସେଇଟାକୁ ମୁଁ ବେଶୀ ଡିସକ୍ଲୋଜ୍ କରିବା ପାଇଁ ଚାହୁଁନାହିଁ। ଭାଇ ସାର୍ ଗୋଟେ କଥା ହଉଛି ଏବେ ଜଣେ ତା ଭିତରେ ଯବାନ ଅଛନ୍ତି ଯେ ସେଇ ଯବାନ ଆଉ ତାଙ୍କର ଦୁଇଟି ପୁତୁରା କିନ୍ତୁ ଏପଟେ ଶିବା ଚମ୍ପତି କହୁଛନ୍ତି ଆମେ ଦେଖିଛୁ ସେଇ ଦାଦା ହିଁ ମାରିବାର ଛୁରୀ ମାରିବାର ଆମେ ଦେଖିଥିଲୁ କିନ୍ତୁ ଏପଟେ ପୋଲିସ କହୁଛି ସେ ନାବାଳକ ଜଣକ ମାରିବାଟା ପୋଲିସ କହୁଛି। ଏ ଦୁଇ ଜଣଙ୍କ ଭିତରେ ସତ୍ୟାସତ୍ୟ କଣ କିଏ ନାଇଁ ନାଇଁ ମାରିଛି? ନାଇଁ ଆଜ୍ଞା, ସେ ଯିଏ ମେଜର ଅଛି 2 ଜଣ ତାର ହାତକୁ ଧରିଛନ୍ତି, ଆଉ ଜଣେ ଷ୍ଟାବିଂ କରିଛି ଡିଫରେଣ୍ଟ ପାର୍ଟ ଅଫ୍ ଦି ବଡି କି। ଆଜ୍ଞା। ତ ଯୋଉ ସ୍ପଟରେ ଯେମିତି ମାରିଛନ୍ତି ରାହୁଲକୁ ଯେ ସେତେବେଳେ ଆପଣ କଣ ଭାବୁଛନ୍ତି ଯେ ଇଏ ନର୍ମାଲ ଜଣେ ନାବାଳକ ମାରିପାରିବ ଏମିତି କି? ନାଇଁ ଆଜ୍ଞା, ଏଥିରେ ନାବାଳକ ମାରିନି ଆଜ୍ଞା, ନାବାଳକ ମାରିନି। ଏଇଟା ସେ ଆର୍ମି ଅଫିସର। ସେ ସେଇ ଆର୍ମି ଅଫିସରରେ ହିଁ ଇସାରାରେ ହିଁ ସେ କହିଲେ ଛୁରୀ ବାହାର କରିକିରି ତା ଏଇ ଜାଗାକୁ ମାର ବୋଲି ସେ ଆର୍ମି ଅଫିସର ନିଜେ ହିଁ କହିଛି। ଆର୍ମି ଅଫିସର ନୁହଁ ମ, ମୁଁ ଯାହା ଖବର ନେଇ ସେଟା ଗୋଟେ ୱାଚମ୍ୟାନଟା। ୱାଚମ୍ୟାନର ମାନେ 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 ପ୍ରକୃତି ଛୋଟ ଆଉ କ'ଣ, ମାନେ ସେ ଗୋଟେ ଆର୍ମି ଭିତରେ ରହିକିରି ଗୋଟେ ଭଲ କୌଶଳ ଶିଖି ଯାଇଛି। ମାନେ କୋଉଠିକି ମାରିଲେ ହାର୍ଟଟା ପଙ୍କଚର ହବ, ମାନେ ତାକୁ ତାରି ଡାଇରେକ୍ସନରେ ହିଁ ଏଇଟା ହେଇଛି। ଆଜ୍ଞା। ଯେ ଗୋଟେ କଥା ହଉଛି ସାର୍ ଏବେ ପରିବାର ଲୋକ ଅଭିଯୋଗ କରୁଛନ୍ତି ଯେ ନ୍ୟାୟ ଉପରେ ଭରସା ନାହିଁ ନ୍ୟାୟ ଠିକ ସେ ମିଳିପାରୁନାହିଁ ଯେ ପୋଲିସ ଗୋଟେ ପକ୍ଷରେ ପରିବାର ଲୋକଙ୍କୁ ନ୍ୟାୟ ଦେଇପାରୁନି। ଏବେ ଆପଣଙ୍କର ଆଇନ ହିସାବରେ କୋର୍ଟଙ୍କ ପାଖରେ ଆପଣ କଣ ଅପିଲ କରୁଛନ୍ତି? ଆଜ୍ଞା ଆଜ୍ଞା, ମୁଁ ଯେତିକି ଅନୁଭବ କରିଛି ଇନଭେଷ୍ଟିଗେସନ୍ ଅଣ୍ଡର ପ୍ରୋଗ୍ରେସ୍ ୱିଥ୍ ପରଫେକ୍ଟ ୱେ, କିଛି ଏଥିରେ କାହାକୁ ବି ଯେଉଁମାନେ ବ୍ୟାକ୍ ସାଇଡ୍ରେ ବି ଥିବେ ଥାଆନ୍ତୁ ନା କାହିଁକି, ପୋଲିସ ଇଜ୍ ଡୁଇଂ ପ୍ରପର ଇନଭେଷ୍ଟିଗେସନ୍। ଆଉ ଏଥିରେ ସଚିନ ହଉ କି ରାହୁଲ ହଉ କି ଶିବା ହଉ କି ବବଲୁ ହଉ, nobody will be free from the free from the justice। ଏଇଟା ମୁଁ
बड़े दृढ़ोक्तिर भी एक कथा भी कहीदे आथिरे जार जार भी एथिरे लिंक आसो क्या भी छड़ा जीव नाही दिस इज ए मर्डर केस आउ एथिरे पुलिस पुंखानुपुंख भाव में तदंत चली पूरा बढ़िया कर परफेक्टली इन्वेस्टिगेशन चली पुलिस उपरे जो भाई माने आमर किछि भाई माने माने किछि पुलिस उपरे सन्देह प्रकाश करिकी बहुत कथा कहउछंती बट as per my knowledge police is doing perfect investigation ମଦ ପିଇବା ପାଇଁ ଯାଇଥିଲେ ଛୁରୀ ନେଇକି କାହିଁକି ଯାଇଥିଲେ ବୋଲି ଏବେ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ମଦ ଆଜ୍ଞା କିଏ କହିଲା ଆଜ୍ଞା ମଦ କଥା ମୁଁ କହିପାରିବିନି ଆଜ୍ଞା ମଦ ତାଙ୍କର ଆପଣ ଦେଖନ୍ତୁ ମେଡିକାଲ ଟେଷ୍ଟ ଦେଖନ୍ତୁ ମଦର ଯଦି ଟେଷ୍ଟ ରିପୋର୍ଟ ଥିବ କାହାକୁ ଆଜ୍ଞା ମଦୁଆ କହିବା ପାଇଁ କାହାର ଅଧିକାର ନାହିଁ ଆଜ୍ଞା ଆଉ ପୋଲିସ ଯୋଉଟା ଇନଭେଷ୍ଟିଗେସନ କରୁଛି ଏବଂ ଏଥିରେ ମଞ୍ଚେଶ୍ୱର ଥାନାର ଆଇଏସି ଅଛନ୍ତି ଇନଭେଷ୍ଟିଗେଟିଂ ଅଥରିଟି ଆପଣ ଯାଇକି ବି ତାଙ୍କ ସାଥିରେ ବି ପରାମର୍ଶ ବି କରିପାରିବେ ତାଙ୍କର ଓପିନିଅନ ବି ନେଇପାରିବେ ଆପଣ ପରିବାର ଲୋକଙ୍କ ସହିତ କଥା ହେଲେଣି କଣ ଏବେ ପର୍ଯ୍ୟନ୍ତ ପରିବାର ଲୋକ କହୁଛନ୍ତି ଆଜ୍ଞା ଆମେ ପ୍ରାୟ ସନ୍ତୁଷ୍ଟ ଅଛୁ ପୋଲିସର ମଞ୍ଚେଶ୍ୱର ଥାନାର ଆଇଏସିଙ୍କର ଉପରେ 100ରୁ 100% ମାନେ କିଛି ଏପିସୋଡ ହବାର ନାହିଁ ଆଉ ହି ଇଜ ଡୁଇଂ all the corners of investigations ଯୋଉ ପାରାମିଟରରେ ଆମେ ଦେଖୁଛୁ କ୍ରାଇମ ବଢୁଛି ଯେ ଏବେ ଯୋଉ ରାହୁଲ ମହାରାଣା ସାମାନ୍ୟ ଟିକେ ଟିକେ କଥା ପାଇଁ ଜୀବନ ଚାଲିଗଲା କଣ ଭାବୁଛନ୍ତି ଏତେ ପର୍ଯ୍ୟନ୍ତ ପେଟ୍ରୋଲିଂ ସୁବିଧାଟା ଠିକ ସେ ହଉନି କାହିଁକି ନା ସେ ଗୋଟେ ସ୍କୁଲ ପଡିଆ ଭିତରେ ଯଦି ଏମିତି ହେଇପାରୁଛି ତାହେଲେ ସନ୍ଧ୍ୟା ବେଳେ ତାହେଲେ କାହାକୁ ଆପଣ ଭରସା କରିବେ କ୍ରାଇମକୁ କେମିତି ରୋକା ଯାଇପାରିବ ହଁ ଏଇଟା ଯୋଉଟା କହିଲେ ଏଇଟା ହଉଛି ସେ ଯୋଉ ଯେହେତୁ ସେଟା ତାଙ୍କର ନିଜର ସ୍କୁଲର ପଡିଆ ସେ ପଡିଆ ଭିତରେ ହିଁ ସେମାନେ ଖେଳନ୍ତି ସେମାନେ ବସା ଉଠା କରନ୍ତି ଏମାନେ ଏଇ ଯୋଉ 3 ଜଣ ଯାକ ଯେହେତୁ ଅଣ୍ଡର ଇନଭେଷ୍ଟିଗେସନ ଅଛି ମୁଁ ସେମାନଙ୍କର ନାଁ ଡିସକ୍ଲୋଜ କରିବା ପାଇଁ ଚାହୁଁନାହିଁ ଆଉ 4-5 ଦିନ ପରେ ଆପଣ ମୁଁ ପୁରା ଡିସକ୍ଲୋଜ କରିଦେବି କିଛି ଅସୁବିଧା ନାହିଁ ଏଥିରେ ଆଉ ସେଇମାନେ ହିଁ ଆଉଟସାଇଡର୍ସ ସେମାନେ ଗୋଟେ ଲୋକ ଯଦି ମଞ୍ଚେଶ୍ୱର ଏରିଆରେ ହଉ ବା ସେପଟେ ଜିଜିପି କଲୋନୀ ଏରିଆରେ ହଉ ଗୋଟେ ଲୋକ ଯଦି ଭଡ଼ା ରହିବ ସେ ପୁଣି ଯେତେବେଳେ ଘର ଭଡ଼ା ଛାଡ଼ିବ ସେ ସେଇ ନିୟରେଷ୍ଟ ଜାଗା ହିଁ ଖୋଜିବ କାହିଁକିନା ସେ ଲୋକାଲ ଲୋକଙ୍କ ସାଥିରେ ଆକ୍ୱେଣ୍ଟେଡ୍ ହେଇଯାଇଥାଏ ତେଣୁ ସେ କେତେ ବର୍ଷରୁ ସେଠି ଭଡ଼ା ରହିଲାଣି ବା କ'ଣ ରହିଲାଣି ଏବଂ ତାଙ୍କର ପ୍ରିଭିୟସ୍ ଆଣ୍ଟିସିଡେଣ୍ଟସ୍ କ'ଣ ଅଛି ସେଇଟା ବି ଖୋଳତାଡ଼ ବି ଚାଲିଛି ସାର୍ ରାହୁଲ ମହାରାଣାଙ୍କ ଫୋନରୁ ଆପଣଙ୍କୁ କିଛି ପ୍ରମାଣ ମିଳିଲାଣି କି ରାହୁଲଙ୍କର ତାଙ୍କର ହ୍ୱାଟ୍ସଆପ୍ଟାକୁ କିଏ ଡିଲିଟ୍ କରିଛି ଗୋଟେ ସେ ପାର୍ଟଟା ବି ଅଣ୍ଡର ଇନଭେଷ୍ଟିଗେସନ ବି ଅଛି ଏବଂ ଶିବାର ମୋବାଇଲଟା ବି ଅଣ୍ଡର ଇନଭେଷ୍ଟିଗେସନ ବି ଅଛି ଏବଂ ସମସ୍ତଙ୍କର ମୋବାଇଲ ଟ୍ରାକିଂରେ ରଖାଯାଇଛି ଏଥିରେ କୌଣସି କିନ୍ତୁ କେହି ମୋର ଅନୁରୋଧ ଯେହେତୁ ଗୋଟେ ପରିବାରର ଏକଇର କଳା ବିସିକେସନ ଚାଲିଯାଇଛି ଏବଂ ଆଜି ହେଉଛି ତାର 11 ଏବଂ ଆଜି ସମସ୍ତଙ୍କୁ ମୋ ଭାଇମାନଙ୍କୁ ବି ମୁଁ ନିବେଦନ କରୁଛି ଏବଂ ପବ୍ଲିକରେ ବି ସମସ୍ତଙ୍କୁ ମୁଁ ନିବେଦନ କରୁଛି କେହି ମାନେ ଏଇ ଯୋଉ ଅଲଗା ଆଙ୍ଗେଲରେ କାହାକୁ ଦୋଷ ମାନେ ଆମର ଲୋକଙ୍କୁ ଦୋଷ ଦିଅନ୍ତୁ ନାହିଁ ଆଉ ଯଦି କିଛି ଏବଂ ମୁଁ ଇଏ ବି ପଢ଼ୁଛି ଯୋଉ ଇଏ ବି ଭର୍ସନ ଗୁଡ଼ାକ ଲୋକଙ୍କର ପବ୍ଲିକ ଭର୍ସନ ସେଥିରେ ବହୁତ କଥା ବି ମାନେ ଦେ ୱେର୍ ଦି ଫେକ୍ ଆଇଡିଆ ମୁଁ ସେଇଟାକୁ ମୋ ଅଫିସରେ ମୁଁ ସେ କପି ଗୁଡ଼ିକ ସବୁ ବାହାର କରିକି ରଖିଛି ଆଉ ଯେଉଁମାନେ those persons who have no knowledge about the law and those persons who are giving the bad comments I will take because the investigation is under progress so if anybody used any options languages anybody else we will take and I will take also severe legal penalty ତାଙ୍କ ପାଇଁ କଣ ପନିଶମେଣ୍ଟ କଣ ରହିଛି ଯେଉଁମାନେ those persons who are using options languages ଆପଣ ପଢ଼ନ୍ତୁ ଯଦି କମେଣ୍ଟସ୍ ଆପଣଙ୍କର ଦେବାର ଅଛି ଯଦି ନ ଦେବାର ଅଛି ନ ଦିଅନ୍ତୁ କିନ୍ତୁ ବ୍ୟାଡ୍ କମେଣ୍ଟସ୍ ଗୋଟେ ପରିବାର ଏକଇରେ କଳା ଭିସିକେସନ ପଳେଇଛି 3 ମାସର ବାହାଘର ବାପା ମାଙ୍କର ଗୋଟିଏ ବୋଲି ପୁଅ ଆପଣ
କିଛି ଲୋକ ତାକୁ ବ୍ୟାଡ୍ କମେଣ୍ଟ ସବୁ ଦେଇକିରି ମଦୁଆ ଫଦୁଆ କଥା କହିକିରି ଯେଉଁମାନେ କରୁଛନ୍ତି, nobody will tolerate it. It's my instruction also before the public. ଏବେ ସାରା ଓଡ଼ିଶାର ନଜର ଏବେ ଆପଣଙ୍କ ଉପରେ, କାହିଁକିନା ଜଣେ ଜଣାଶୁଣା ୟୁଟ୍ୟୁବର ଥିଲେ, ଆପଣ ତାଙ୍କ ପାଇଁ ଲଢ଼ୁଛନ୍ତି, ଏବେ ତାଙ୍କୁ ନ୍ୟାୟ ପ୍ରଦାନ କରିବେ। ଏବେ ସାରା ଓଡ଼ିଶାର ଲୋକଙ୍କ ଉପରେ ଆପଣଙ୍କ ନଜର, ଯେ କ'ଣ କହିବେ? ଆପଣ ନ୍ୟାୟ ଦେଇପାରିବେ? ଲୋକମାନେ ସନ୍ତୁଷ୍ଟ ଆପଣଙ୍କ ନ୍ୟାୟ ଦେଇପାରିବେ? ଆଜ୍ଞା ଆଜ୍ଞା ଦେଖନ୍ତୁ ଆଜ୍ଞା, ମୋର ମୁଁ ଦୁଇଟି କଥା କହୁଛି। ଗୋଟେ ଆମର ଆଦିତ୍ୟ ଦାସର ଯେଉଁ ସୋସିଆଲ ୱାର୍କରର ଯେଉଁ ଟ୍ରେନ୍ ଲାଇନ୍ରେ ଯେଉଁ ମର୍ଡର ହେଇଥିଲା, ସେଟା ତ ମର୍ଡର କେସ୍ ଟର୍ନ ଅପ୍ ହେଇଛି। If the family members will not cooperate, what advocate will do? What other persons will do? Ashram persons were submitted the FIR. ମୁଁ ବି ଆଜ୍ଞା ରାତି ସାରା ଥିଲି ଜିଆରପି ଥାନାରେ, ରାତି ଭୋର 4ଟାରେ ବି ମୁଁ ଆସିଛି। they were reluctant to register the FIR. even ତାଙ୍କର ଆଦିତ୍ୟର ୱାଇଫ୍ ବି ମାନେ ଡେଡ୍ ବଡି ନିଜେ ଆଇଡେଣ୍ଟିଫାଇ କରୁଛି, ସେଠି ଜିଆରପି ପୋଲିସ ଲେଖିଥିଲା ଯେ ଅଜଣା ଶବ। ତା ପର ଷ୍ଟେଜରେ ତାଙ୍କର ଫ୍ୟାମିଲି ଲୋକ, those were the legal guardians of the ଆଦିତ୍ୟ ଦାସ, they did not cooperate with us. ତେଣୁ ଯଦି କୋଅପରେଟ୍ ନ କରିବେ ତାହେଲେ ଓକିଲ ଏଠି କ'ଣ କରିପାରିବ? ଆଉ ଡିଜେ ଆଜେସ୍ କେସ୍ରେ ମୁଁ ବି ପଢ଼ିଛି ଲୋକଙ୍କର କମେଣ୍ଟସ୍, ମାନେ ଡିଜେ ଆଜେସ୍ କେସ୍ରେ ସିଏ କହିଲା ଯେ ମୋଠୁ ଏକ୍ସଟ୍ରାକ୍ଟ କରିକି ନେଲା, ସବୁ କଲା, କିନ୍ତୁ ଅନରେବୁଲ ଲର୍ଡ଼ସିପ୍ ଏବେ ଆମର ଜଣେ ରିଟାୟାର୍ଡ ହେଇଗଲେଣି ଅନରେବୁଲ ହାଇକୋର୍ଟରେ ମୋତେ ନିଜେ ବି କହିଛନ୍ତି, ମିଷ୍ଟର ଓଝା, ୟୁ ଆର୍ ନଟ୍ ଦି ଇନଭେଷ୍ଟିଗେଟିଂ ଅଥରିଟି, ଆଇ ଏମ୍ ନଟ୍ ଦି ଇନଭେଷ୍ଟିଗେଟିଂ ଅଥରିଟି. Those persons who are doing investigation in the field, they will submit the document before the honorable court. Then we will peruse that document. ଟିକେ ଆଗ୍ରେସିଭଲି ହେଇଯାଇଥିଲେ ଆଦିତ୍ୟ କେସ୍ରେ, ତାପରେ ଅନରେବୁଲ କୋର୍ଟ ଏକଥା କହିଲେ। ତେଣୁ ଇନଭେଷ୍ଟିଗେସନ ଯାହା ବି ଏବେ ରାହୁଲ କେସ୍ରେ ଚାଲିଛି, ପରଫେକ୍ଟଲି ଆଇ ଆମ୍ ସାଟିସ୍ଫାଏଡ୍ ୱିଥ୍ ଦିସ୍ ଇନଭେଷ୍ଟିଗେସନ। ସାର୍ ଶେଷ ପ୍ରଶ୍ନ, ଆପଣ ଯେମିତି କହିଲେ ଏବେ ତଦନ୍ତ ଠିକ୍ସେ ଚାଲିଛି, ଆଇନର ଦିଗ ଠିକ୍ସେ ଚାଲିଛି, ଯଦି ଆଇନର ଦିଗହରା ହେଇଗଲା ତାହେଲେ ପୁଲିସ ଉପରେ କିଛି ଆପଣ ଆକ୍ସନ ନେଇପାରିବେ କି? ନାଇଁ ଆଜ୍ଞା, ଆଇନର କିଛି ଦିଗରା 0%। ମୁଁ ଯାହା ଅନୁଭବ କରିଛି, ଆପଣ ଏତେ କନଫିଡେନ୍ସଲି କହୁଛନ୍ତି, କିନ୍ତୁ ପରିବାର ଲୋକ କହୁଛନ୍ତି ଯେ ପୋଲିସ ପରିବାର ଲୋକ ପର ମୁହୂର୍ତ୍ତରେ ସବୁ ଜାଣିଗଲେଣି। ଏଇଟା କଥା କିଛି ମ୍ୟାଚ୍ କରୁନି ପୋଲିସର ଆଉ ପରିବାର। ସେଟା ଶୁଣନ୍ତୁ, ଯେହେତୁ ଗୋଟେ ଘର ପରିବାରର ଗୋଟେ ସୁନା ମୁଣ୍ଡାଟେ ପଳେଇଛି, ମାନେ ଯାହାକି ଘରର ମାନେ ଆଗ ପଛ ଆଉ କେହି ନାହିଁ, ତେଣୁ ଭାଇବ୍ରେଟିଂ ମୋଡ୍ରେ କ'ଣ କହିଦେଇଛନ୍ତି, ତେଣୁ ମୁଁ ସେଟାକୁ ବେଶୀ ଡିସକ୍ଲୋଜ କରିବା ପାଇଁ ଚାହୁଁନି। ଆଜି 11ରେ ଆପଣ ଯିବେ, ପରିବାର ଲୋକଙ୍କୁ କ'ଣ ଆଶ୍ୱାସନା ଦେବେ? ଆଜ୍ଞା କ'ଣ କହିବା, ସେ ମୁଁ ତ ଯିବି, କିନ୍ତୁ ସେ ମୁଁ ତ କୋର୍ଟରେ ଆଜ୍ ପର୍ ଦି ଲ, ସେଠାରେ ମୁଁ ଜମା ତିଳେ ମାତ୍ର ଅବହେଳା କରିବିନି ଆଜ୍ଞା। ଆଉ କିଛି ଏଥିରେ ସିଙ୍ଗଲ ମାନେ ଯେମିତି ପେନାଲ୍ଟି ହେଇପାରିବ ଆଉ ତାଙ୍କୁ ଆଜୀବନ କାରାଦଣ୍ଡ ହେଇପାରିବ, ମୁଁ ଦୁଇଟି କେସ୍ରେ ଅଲରେଡ଼ି ମାନେ ବିନା ପଇସାରେ, ମାନେ ଯେହେତୁ ଆଇ ଆମ୍ ଆପିରିଂ ଅନ୍ ବିହାଫ୍ ଅଫ୍ ଦି ଇନଫର୍ମାଣ୍ଟ, ପୂର୍ବ ଦୁଇଟି କେସ୍ରେ ମୁଁ ବହୁତ କିଛି ମାନେ ଅନୁଭବ କଲି, ମୁଁ ନିଜେ ବି ମୋ ହୃଦୟକୁ ବି ବହୁତ ବାଧିଛି ଆଜ୍ଞା। ଆଉ ଆଦିତ୍ୟ କେସ୍ରେ ନଟ୍ ଏ ସିଙ୍ଗଲ ପାଏ ଆଇ ହାଭ୍ ଟେକେନ୍, ଆଉ ଏଥିରେ ଡିଜେ ଆଜେସ୍ କେସ୍ରେ ନଟ୍ ଏ ସିଙ୍ଗଲ ପାଏ, ଓନ୍ଲି କୋର୍ଟ ଏକ୍ସପେନ୍ସେସ୍ ଆଇ ହାଭ୍ ଟେକେନ୍। ଡିଜେ ଆଜେସ୍ କେସ୍ରେ ଓନ୍ଲି କୋର୍ଟ ଏକ୍ସପେନ୍ସେସ୍ ଆଇ ହାଭ୍ ଟେକେନ୍। ସାର୍ ଯେଉଁ ତିନି ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି, ତାଙ୍କ ସହିତ ଯେଉଁ ଦଫା ଗୁଡ଼ା ଲାଗିଛି ତାଙ୍କ ନାଁରେ, ଯେ ସିଏ କ'ଣ ବେଲେବୁଲ୍ ନା ନନ୍ ବେଲେବୁଲ୍? ଆଜ୍ଞା ପୁରା ପିଓରଲି ନନ୍ ବେଲୁନ୍ ମର୍ଡର ଦଫା ଗୁଡ଼ା 1031 ଆଉ 35 କମନ୍ ଇଣ୍ଟେନସନ୍। ତା ଛଡ଼ା ଆଉ ଲାଇଫ୍ ଫର୍ ଆଜ୍ଞା, ଆଜ୍ଞା ଏଇ ଯେଉଁ ବିଏନ୍ଏସ୍ରେ ହେଇଯାଇଛି ଲାଇଫ୍ ଫର୍, ଯେଉଁ ବାବୁମାନେ ସବୁ ଭାବୁନ, ଏଇ ଯେଉଁ ଲାଇଫ୍ ଫର୍ ମାନେ 12 ବର୍ଷ ପରେ, 14 ବର୍ଷ ପରେ, 15 ବର୍ଷ ପରେ ବାହାରିବ, ଆଉ ନାହିଁ ସକାଳ ପଖାଳ, ପୁରା ଡେଡ୍ ବଡି ସେଇଠୁ ବାହାରିବ, ରେଡି ହେଇଯାଅ ଟୁ ଫେସ୍ ଦି କନସିକ୍ୱେନ୍ସେସ୍। ଯେଉଁଭଳି ଭାବରେ ଆମେ ଆଲୋଚନା କରୁଥିଲୁ, ରାହୁଲ ମହାରାଣାଙ୍କ ଆଡଭୋକେଟ୍, ଜଣେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ଓଝା ଯେଉଁ କଥା କହୁଥିଲେ ଯେ ରାହୁଲ ମହାରାଣାଙ୍କ ହତ୍ୟାକାରୀଙ୍କୁ ନ୍ୟାୟ ଦେବେ,
ଯୋଉମାନେ ପଛଦ ପଟରେ 3 ଜଣଙ୍କ ଅଭିଯୁକ୍ତଙ୍କ ପରେ ପଛଦ ପଟରେ ଯୋଉମାନେ ଅଛନ୍ତି ତାଙ୍କୁ ବି ବନ୍ଧା ହବ। ଆଉ ଯୋଉ କଥା ପରିବାର ଲୋକ ଗୋଟେ କଥା କହୁଛନ୍ତି, ଗୋଟେ କଥା ପୋଲିସ କହୁଛି, ଗୋଟେ କଥା ଯୋଉମାନେ ଦେଖିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସେ ଗୋଟେ କଥା କହୁଛନ୍ତି। ଏପଟେ ଅପେକ୍ଷା ରହିଲା ଯେ 3 ଜଣ ଅଭିଯୁକ୍ତ ନା 3 ଜଣଙ୍କ ପଛରେ କେହି ମାଷ୍ଟର ମାଇଣ୍ଡ ରହିଛନ୍ତି, ତାହା ରହିଲା ଅପେକ୍ଷା। ଭୁବନେଶ୍ୱରରୁ ପ୍ରଦୀପଙ୍କ ସହ ଜ୍ୟୋତି ପଟ୍ଟନାୟକ, ଚର୍ଚ୍ଚା ନ୍ୟୁଜ।